गुड मॉर्निंग फ्रेंड्स आउ एक नुआ ब्लॉग्स को आपण मानक स्वागत जनाऊँगी। एबे आमे बाहरी मॉर्निंग वर्क सकाल सकाळू आज तो संडे टे लेट हो गलानी सब घर पोछा पोछी करके काम सारिकी आबे बाहरचु तापर सियाड़े कौन कौन सब काम अच्छी सारिकी आसवा आसतु जीवा आसी गाड़ी पोछिले जीवा ठीक कर फास्ट गाड़ी रे मेन स्टार्ट गाड़ी वाला कह दीजिए बैटरी खराब हो फास्टा मेन स्टाण्ड मेन किक्रे गले बैटरी बहुत दिन चलो नहीं सब मानते आ चलो आसी पार्क पहुँची गलु संडे जेहतु लेट हो गला सब चलते चलते पूरा आज एक्सरसाइज कर हाथ गले आज फांका संडे आसुना बेसी लोग कम सब संडे ना करके जाई सारे किए किए गोटे जी छुआ खेलिया कुछ तो नहीं आस एक्सरसाइजटा कर वॉकिंग चलती जन आज टे पार्क फांका सब जल्दी कर संडे जहाँ जार कम थो कर आसन थे सब कम थो संडे नु कि गोटे जाते समस्ते टे मंदिर फंदिर जी कि कड़े जी आज टे फांका गोटे गोटे खेलुँच सब दोली छिंडे दी पुओ जमा आस मगुरी पुओ कहले सांखी टांगी जाता ना उठी जाता सांखी टांगी हम सन्ध्या निजे ना सब एक्सरसाइज कर आज फांका अच्छे ना भिड़ थाए पाग पूरा अंधार करदेला वर्षा पूरा एत अंधार जेन सका 6टा बजे अंधार लोक आ लेट्रे आस 9टा आस संडे अल्प एक्सरसाइज करके पड़े आसो विकेनगर जाए फ्रेश टे माछ मिले देखा कौन आज माछ अच्छी नहीं आसवा बहुत भल माछ खाई माछ नहीं आसवा ठंडा पाग छोटा पिंधि आस चलला गोटे गरम लगे पाग आम ता पाक बहुत दिन माछपाई जाइन ना तो गाँ को पूर्व गाँ जा पूर्व जहाँ जा 5-6 मास है से कह से आए नहीं पड़े आसलु विकेनगर गली में माछ दुकान चलती आ गोटे बिल्डिंग होता कम सरीगला न एरिया भल लगे खाली बिल्डिंग गवर्नमेंट तरफ कर बड़ बड़ आपार्टमेंट कर लगी जालानी बोधे ये गलटा पूरा से बिल्डिंग हो बोधे ना अल्प 50% दौरान गवर्नमेंट दौर ये 50% गोटे गोटे प्लान ये पणस छड़े रख सब बड़े पणस रख ये गोटे पा बज जाइए कईन गला पा माछ पाखे फांका अच्छे कोई नहीं है रोही दे छोट ना देखनी बड़ केड़ी छोटिया आउ ना छोट मंजी बाहर जाए आउ जड़े कि नेले अधा अधा कर छोटे छोटे 2 केजी है 2 केजी 200 आउ छोट ना 400 वाला बड़ बड़ आज नहीं सेकेंड टाइम में छोट आने माछ नहीं पड़े आस बड़ बड़ माछ था जड़े कहले मिसिक नहीं 2 केजी था ओजन कर अधा अधा कर गोटे केजी भल पेटी पीस हो बड़ माछ आ गोटे था 400 के 400 जो सफा करदे बाहर 200 नु 200 बात 2 जन मिसिक नहीं आस जाऊ
ଖାଲି ପପେୟା ଖାଲି ଫ୍ରେଶ୍ ପପେୟା ୱାଟରମେଲନ୍ ଡାଳିମ୍ବ ଏବେ ଶସ୍ତା ହେଇଯାଇଛି 120 100 ଟଙ୍କା ଏଇ ପରିବା ଦୋକାନ ପରିବା ନେଇ ଓ ଏଇଟା ବମ୍ବେଟାଇନ୍ ଓ ବମ୍ବେଟାଇନ୍ ରୋଡ଼ କହନ୍ତି ଆଉ ଦେଖିଆ ଆସେ ପିଆଜ ଗୁଡ଼ା ଭଲ ଅଛି ପିଆଜ କେତେ ଟଙ୍କା ଏଇଠି ତ ପରିବା ସବୁ ମିଳୁଛି କାକୁଡ଼ି ଛିଣ୍ଡି ଯାଇଥିଲା ହୋଟେଲରେ କେତେ ସକାଳୁ ଭିଡ଼ ହେଇଛି ସଣ୍ଡେରେ ମର୍ଣ୍ଣିଂ ବ୍ରେକଫାଷ୍ଟ ସଣ୍ଡେରେ ସବୁ ବାହାରେ ଏବେ ପୁଅର ଜୋତା ସିଲେଇ କରି ପଳେଇ ଆସିଲୁ ଏଠି ଟିକେ ପରିବା ଦୋକାନରୁ ପରିବା ନେଇଯିବା ସବୁ ମିଳୁଛି ଅଳ୍ପ ଅଳ୍ପ ନେଇଯିବା ଆଉ ଆଜି ହାଟକୁ ଯିବାନି ଏଇଠି ତ ସବୁ ମିଳୁଛି କିନ୍ତୁ ଏଠି କମ୍ ବି ପଇସା ନା ଦେଖନି 18 ଟଙ୍କା ଟମାଟୋ ଏଠି 20 ଟଙ୍କା କାକୁଡ଼ି ଗୁଡ଼ା ଫ୍ରେଶ୍ ରଖୁଛି ବାଇଗଣ ସୁନ୍ଦର ବାଇଗଣ ବ୍ରୋକୋଲି ନେଉନ ଫ୍ରାଏ କରିବା ବିନ୍ସ ସେ ଧଳା ବିନ୍ସଟା ମିଳିବନି ବ୍ରୋକୋଲିଟା ଭଲ ଏଇଟା ଭଲ ନାହିଁ ବ୍ରୋକୋଲିଟା ଟିକେ ଏଇସବୁ ପରିବା ମୁଁ ନେଇ ଆସିଲି ଏବେ ବିଲ୍ କରିକି ଯିବା ଘରକୁ ମାଛ ନେଇକି ପରିବା ନେଇକି ଆସିଲୁ ଆଉ ଯିବା ଘରକୁ ଛୁଆମାନେ ଖାଇଥାନ୍ତି ଜଳିଖିଆ ଖାଇବେ ଆମେ ଚା ପିଇକି ପଳେଇ ଆସିଥିଲୁ ଚା ବିସ୍କିଟ୍ ଖାଇକି ଆସିଥିଲୁ ସଣ୍ଡେର ଅଧା କାମ ସଇଲା ନା ବାବା ସଣ୍ଡେର କହିଲେ ଟିକେ କାମ ଥିଲା ଆଉ ଗୋଟେ ସାଇକେଲ ପୁଅ ନେଇକି ଯିବାରେ ସାଇକେଲକୁ ଆଜି ପମ୍ପ ହେଉନି କାହିଁକି ଯିବା ସଣ୍ଡେ କେତେବେଳେ ଆସିବ କେତେବେଳେ ପଳେଇବ ଜଣାପଡ଼ିବ ପଳେଇ ଆସିଲୁ ପରିବା ମାଛ ସବୁ ନେଇକି ଲାଣି ଛୁଆମାନେ କ'ଣ କରୁଛନ୍ତି ଦେଖିବା ଆପଣ ଉଠିକି କ'ଣ କରୁଛି ଦହି ଖାଉଛି ଚାଲ ବ୍ରେକଫାଷ୍ଟ କରିଦେବ ବାବା ଚୁଡ଼ା ସନ୍ତୁଳା ଖାଇବେ କହିଛନ୍ତି ଭଲ ଦହି କାଲି ଡିମାର୍ଟ ଦହି ଆଣିଛି ସଉଦା ସବୁ ମାମୁନି ଖଟରେ ପଶିବ ଆଉ କିଛି ଡାଲି ଫାଲି ଗୁଡ଼ା ପଶିବ ହଁ ଭଲ ହେଉଛି ତାର ମିଠା ଦହି ଭାରି ପସନ୍ଦ ମିଷ୍ଟି ଦହି ରସ କରି ଦହି ଖାଇଲେଣି ତାକୁ ନାନୁକୁ ଦେ ନାନାକୁ ଦେ ଚାଲ ଖାଇବା କିଛି ବି ଦଉନି କିଛି ଦଉନୁ ନାନୁକୁ ଦଉନୁ ସେୟାର କରିବୁ ନା ସେୟାର ଖାଇବୁନି ଗୋଟିଏ ଆଣିଛ ଆଉ ସେୟାର କରି ଖାଇବନି ये कौजी इस मटे ମୁଁ ତତେ 20 rupees ଦେବି ଇସ୍ ପୁରା ନା 20 ସାସେ ଦବ ହଁ ଏମିତି ନିଜେ କହୁଛି ତମେ ଏଠି ସଜାଡ଼ି ଦେବ ଖଟରେ ଅଳ୍ପ ରଖିଦେବ ଯେଉଁ ସଉଦା ଆଉ ମୁଁ ଏଇଟା ଡବାରେ ସବୁ ପୁରେଇବି ଡବା ଧୋଇକି ରଖିଛୁ ମତେ କ'ଣ କହିଲା ଜାଣିଛୁ ମୁଁ 50 ଟଙ୍କା ନେଇଗଲା ଆଉ କହିଲା କି ମୋ ଚିପ୍ସ ଦେଇଦେବି ତାପରେ 50 ଟଙ୍କା ନେଲା ନାହିଁ ଚିପ୍ସ ଦେଇକି ଭାଗିଗଲା ଦୁଷ୍ଟ ଟିକେ ଚାଲ ଖାଇଦେବ ଚାଲ ଏତେ ଗରମ ଖାଇଦେବ କହିଲେ ତ ମୁଁ ଚୁଡ଼ା ସନ୍ତୁଳା ଖାଇବି ଆଉ ଚୁଡ଼ା ସନ୍ତୁଳାଟା ପ୍ରିୟ ପତଳା ଚୁଡ଼ାରେ କରିଦେଲି ସାଙ୍ଗେ ସାଙ୍ଗେ ହେଇଗଲା ଚୁଡ଼ା ସନ୍ତୁଳା ଖାଉଥିଲ ବହୁତ ସନ୍ଧ୍ୟାବେଳେ ଖାଉଥିଲ ନା ମା କହନ୍ତି ହଁ ସନ୍ଧ୍ୟାବେଳେ ଚୁଡ଼ା ସନ୍ତୁଳା ଚୁଡ଼ା ସନ୍ତୁଳା ଭଲ ଲାଗେ ଚୁଡ଼ା ସନ୍ତୁଳାଟା ଆଉ ଶୁଖି ହେଇଯିବ ସେ ପାଣିଟା ଇଏ ହେଇଯିବ ପୁରା ଶୁଷ୍କ ହେଇଯିବ ପୁଅ ତାର କୁଆଡ଼େ ଗଲାଣି କେଉଁଠି ଗଛରେ ପାଣି ଦେଉଛି ହେଉଛି ହେଇବା ପତ୍ର ଧୋଇ ହେବ ଆଣିଛି ଗଛରେ ପାଣି ଦେବ ଆଉ କହିଲା ମୋବାଇଲକୁ ଦେଖିବିନି ଇସରେ ସ୍ଲୋ ସ୍ପ୍ରେ ହେଉଛି ଏମିତି ତ ହୁଏନି ସେମିତି କଲେ ପ୍ରେସର ହବ ତାପରେ ସ୍ପ୍ରେ ମତେ ନା ବାବୁନୁ କାହାକୁ ଓଦା କରନ୍ତିନି ଗଛରେ ଦିଅ ଦେଖ ଏଇଟା କଲରା ହେଇଛି କାକୁଡ଼ି ଫୁଲ ହେଇଛି ଜଣାପଡ଼ୁନି ଫଳ ପରିବା ହେଲେ ଜଣାପଡ଼ିବ କ'ଣ ହେଉଛି ମାମୁନି ପରିବା ସବୁ ସଜାଡ଼ି ଦେଉଛି ଭଲ ହେଲା ବାଛିକି ପୁରେଇ ଦେଉଛି
ଅଳ୍ପ ପରିବା ଆସିଅଛି। ଏଠି କୋବିଟା, ନୀଲମ ଆମ୍ବ, କଦଳୀ ଆସିଛି। ମାଛ ଧୋଇକି ଲୁଣ ହଳଦୀ ଗୋଳା ହେଇଯାଇଛି, ଭଜା ହେବ। ଆଉ ଏଠି ସୋରିଷ ବାଟି ଦେଉଛି, ବେସର କରାହେବ। ଭାତ ବସିଛି ବାଟି ଦିଏ, ଜଲ୍ଦି ଦିଅ ମାଛ ତରକାରୀଟା କରିଦେବା। ତେଲ ଗରମ ହେଇଲାଣି, ମାଛ ଦେଇଦେବା, ମାଛ ଭାଜିଦେବି। ଭାଜିଦେବା ମାଛ, ଘୋଡ଼େଇ ଦେବା, କାଳେ ଫୁଟିବ। ମାଛ ହେଇଗଲାଣି ଦୁଇ ପଟ, ରୋଷେଇ ଦେବି। ପିଆଜ ସାଙ୍ଗେ ସାଙ୍ଗେ ଭଲରେ ବାହାରେ ପୁରା। ଆଉ ଖାଲି ଦିନ ରାତି ପାଣି ପୁରେଇ ଚାଲିଛି। ପାଣି ପୁରେଇକି ସେଇଟା କ'ଣ ଗଛ ଦେଉଛି? ଖାଲି ଗଛ ପୁରା ବୁଡ଼ିଯିବ ପାଣିରେ, ଏତେ ପାଣି ଦେବୁ ଯଦି। ଏବେ ସବୁ ମାଛ ଭାଜି ଦେଇଛି। ଏବେ ଆଳୁ ଭାଜିଛି ଗୋଟେ, ଏଠି ସୋରିଷ ମସଲା ବଟା ହେଇଛି, ଏଠି ଟମାଟୋ, କଞ୍ଚା ଲଙ୍କା ଦେଇକି କଷି ଦେଉଛି। ଟମାଟୋଟା ଲୁଣ ପକାଇ ଦେଇଛି। ଟମାଟୋ ମିକ୍ସ ହେଇଗଲେ, ସିଝି ଆସିଲେ ତାପରେ ଆମେ ସୋରିଷ ମସଲା ଦେଇକି କଷିଦେବା। ହେଇଗଲାଣି। ଏଠି ତରକାରୀଟା ହେଇଗଲେ ରୋଷେଇ ଶେଷ। ଭାତ ଗାଳି ଦେଇଛି, ମୁଗ ଡାଲିଟା ଏଠି ସିଝିଛି। ବଘାରି ଦେଇଥିଲି, ଏପଟେ କଡ଼େଇ ବସିଛି, ବଘାରି ଦେବି। ଏପଟେ ଖାଇବାକୁ ବାଢ଼ିବା ଆଉ। ନା ଏମିତି କହ। ଓ ବଲ୍କୁ କିଚେନ୍ ଆଣିକି ମାରିଥିଲୁ। କ'ଣ ଖାଇବୁ? ମାଛ ଭଜା ଖାଇଲୁନି? ଖାଇ ନାହିଁ। ଦେ ବାବା ବାକି ଦେ, ଗୋଟେ ଖାଉନୁ। ଖାଉନୁ ମାଛ। ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଦେଇଛି, ଲୁଣ ବି ପଡ଼ିଛି। କଷିଦେବା ଅଳ୍ପ ସମୟ, ତାପରେ ଆଳୁ ପକାଇଦେବା ଟିକେ, ଆଉ ପାଣି ଦେଇଦେବା। ଦେଇଛି ପାଣି ବେସରରେ, ତାପରେ ଟିକେ ଆଳୁ ସିଝିଗଲେ ବାସନ ଏଇ ଯେଉଁ ମାଛ ପଡ଼ିବ। ଭଜା ମାଛ ଗୋଟେ କାଟି ରଖିଦେଇଛି, ଏଠି ତାକୁ ଥୋଡ଼ି କାଟିଦେଲି। ତ ମାଛ ବେସର ପୁରା ରେଡ଼ି। ଏବେ ଧଣିଆ ପତ୍ର ପକାଇଦେବା ଉପରେ। ରେଡ଼ି। ଏବେ ଗରମ ଗରମ ବାବୁନୁ ଖାଇବ ମାଛ ବେସର। ନାନା ଖାଇବ, ନାନାର ପସନ୍ଦ। ଖାଇବା। ମୁଁ ତମ ପଢ଼ଉନଥିଲି କମ୍ପ୍ୟୁଟରଟା? ହଁ ପଢ଼ୁଥିଲ? ଛୋଟଟେ ନୁଆ କହିଦେବ ଏଠି। ଆଉ ଏବେ ରୋଷେଇ ସରିଗଲା, ଯାଉଛି ଏବେ ପଢ଼ାପଢ଼ି କରିବୁ। ଏବେ ଖାଇବୁ ଆଉ। ନାନୀ ପଢ଼ଉଥିଲା। ଆଉ ମାମା ଯେଉଁ କମ୍ପ୍ୟୁଟର ପଚାରୁଥିଲା, ହିନ୍ଦୀ ସେଟା କିଏ ପଚାରୁଥିଲା? ମାମା ହିନ୍ଦୀ ପଚାରୁଥିଲା, ଆଉ ନାନୁ କମ୍ପ୍ୟୁଟର ପଚାରିଲା। ଚାଲ ବାଢ଼ିବା, ଖାଇବା ଆଉ। ବର୍ଷା ଉଡ଼େଇଦେଲେ, ଖରା ହେଲାଣି। ଖରା ଟିକେ ଦେଇଛି, ବଢ଼ିଆ ଅଛି। ଗୋଟେ ଆଇଲେଣି। ଏବେ ଆମେ ବାଢ଼ିକି ନେଇ ଆସିଛୁ। ଆଉ ଉଷୁନା ଭାତ, ମାଛ ବେସର। ଆଉ ଝିଅକୁ ପସନ୍ଦ ବୋଲି ମାଛ ବେସର। ଆମେ ମାଛ ଖାଇବୁ ନା? ବେସର ପସନ୍ଦ। ବେସର ଖାଏ ନା, ସେଇପାଇଁ ମୁଁ ଝୋଳ ତ କରେନି କେବେ ବେଶୀ। ଆଉ ସେ ବେସର ଟିକେ ଖାଏ ବୋଲି। ଗରମ ମସଲା ଭଲ ଲାଗେ, ପାଣିଆ ଝୋଳ। ବେସର ଟିକେ ଶୁଖା ହୁଏ ଆଉ। ପୁଅ ପାଇଁ ମୁଗ ଡାଲି ଆଉ ମାଛ ବେସର। ଏଠି ମାଛ ଭଜା ଟିକେ ରଖିଦେଇଛି। ମୁଗ ଡାଲି କ'ଣଟା କହିଲୁ? ହଁ, ତମେ ସବୁ ନ ଖାଅ, ତମେ ଜାଣିନ କେଉଁ ଡାଲି। ତମେ କେଉଁ ଡାଲି କ'ଣ ଜାଣିଛ? ତମେ ତ ଖାଅ। ସେଟା ଟମାଟୋ ସବୁବେଳେ ପଡ଼େ। ଆଉ ଗୋଟେ ଦେଶୀ ବାଇଗଣ ପୋଡ଼ି ଦେଇଥିଲି, ଆଉ ନୀଲମ ଆମ୍ବ। ଏବେ ସମସ୍ତେ 4 ଜଣ ଗୋଟେ ଜାଗାରେ ବସି ପଇଲୁ, ଖାଇବୁ। ଖୁଆଇବୁ, ମାଛ ବାଛିକି ସମସ୍ତଙ୍କୁ ଖୁଆଇବାକୁ ପଡ଼ିବ। ମୁଁ ଏବେ 2 ଜଣଙ୍କୁ ଖୁଆଇବି ନା। ମାମୁନି ନା ମାଛ ବାଛି ପାରିବନି। ବାବୁନି ମାମୁନି ବାବୁ ଖାଇଦେବ ମାଛ ଭଜା ବାଛିକି। ଆମ୍ବ ଖାଉଛି, ଦହିରେ ଆମ୍ବ ମିକ୍ସ କରିଛି। ଚାଲ ଖାଇବା ଆଉ, ଷ୍ଟାର୍ଟ କରିବା ଆଉ। ମାଛ ବେସର ଭଲ ହେଇଛି। ବାବା ଆଗ ବାଇଗଣ ଭର୍ତ୍ତାରେ ଟିକେ ଖାଇବେ।
ଭଲ ହେଇଛି ଗରମ ଗରମ ଭାତ ଆଉ ମାଛ ବ୍ଲଗ୍ସଟିକୁ ଏଇଠି ଏଣ୍ଡ କରୁଛି ପୁଣି ଦେଖା ହବ ଆଉ ଏକ ନୂଆ ବ୍ଲଗ୍ସରେ ଆଜି ପାଇଁ ରହୁଛି ଫ୍ରେଣ୍ଡସ୍ ନମସ୍କାର ଜୟ ଜଗନ୍ନାଥ।